ଶ୍ରାବଣରେ କରି ଦେଖନ୍ତୁ ଏଥିରୁ ଗୋଟେ ମାତ୍ର ଉପାୟ। ଭୋଳେନାଥ ଜୀବନରେ ଭରିଦେବେ ଖୁସି, ଧନର ଅଭାବ ରହିବ ନାହିଁ। ଶ୍ରାବଣ ମାସ ଭଗବାନ ମହାଦେବଙ୍କୁ ସମର୍ପିତ ଅଟେ। ଶିବଭକ୍ତମାନେ ଏହି ମାସରେ ବିଧିବିଧାନ ସହିତ ମହାଦେବଙ୍କ ପୂଜା କରନ୍ତି ଓ ସୋମବାର ବ୍ରତ ରଖନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶ୍ରାବଣ ମାସରେ କିଛି ବିଶେଷ ଉପାୟ ବିଷୟରେ କୁହାଯାଇଛି, ଯାହାକୁ କଲେ ବ୍ୟକ୍ତିର ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇପାରେ। ଏହା ସହିତ ଭୋଳେନାଥଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ। ପବିତ୍ର ଶ୍ରାବଣର ଆରମ୍ଭ ଜୁଲାଇ 11 ତାରିଖରୁ ହୋଇସାରିଛି। ହିନ୍ଦୁ ଧର୍ମରେ ଏହି ପୁରା ମାସଟି ଭଗବାନ ଶିବଙ୍କୁ ସମର୍ପିତ ବୋଲି ମାନାଯାଏ। ଏହି ସମୟରେ ମହାଦେବଙ୍କ ପୂଜା ଅର୍ଚ୍ଚନା, ଜଳାଭିଷେକ ଓ ବ୍ରତ କଲେ ବହୁତ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ। ତା ସହିତ ମହାଦେବଙ୍କ କୃପା ଭକ୍ତଙ୍କ ଉପରେ ସର୍ବଦା ରହେ। ଏହା ବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ ଶ୍ରାବଣ ମାସ ପାଇଁ କେତୋଟି ଉପାୟ କୁହାଯାଇଛି, ଯାହାକୁ ବିଧିବିଧାନ ସହିତ ଶ୍ରଦ୍ଧାରେ କଲେ ବ୍ୟକ୍ତିର ବହୁ ସମସ୍ୟାର ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ଜୀବନରେ ସୁଖ ଶାନ୍ତି ଆସିଥାଏ ଓ ପଇସାର ଅଭାବରୁ ମୁକ୍ତି ମିଳିଥାଏ। ଶ୍ରାବଣର ବିଶେଷ ଉପାୟ। ଜୀବନରେ ବାଧାବିଘ୍ନ ଦୂର କରିବାର ଉପାୟ। ଯଦି ଆପଣଙ୍କ କାରବାର, ଚାକିରି, କ୍ୟାରିୟର ବା ଜରୁରୀ କାମରେ ବାରବାର ବାଧା ସୃଷ୍ଟି ହେଉଛି, ତ ଶ୍ରାବଣ ମାସରେ ଏହି ଛୋଟ ଉପାୟଟି କରିପାରନ୍ତି। ଏହା ପାଇଁ ଶ୍ରାବଣ ପ୍ରତ୍ୟେକ ସୋମବାର ଦିନ ଧଳା ବସ୍ତ୍ର ନିଶ୍ଚୟ ପିନ୍ଧନ୍ତୁ ଓ ଶିବଲିଙ୍ଗରେ ଜଳ ଅର୍ପିତ କରନ୍ତୁ। ଏହା ସହିତ ମହାଦେବଙ୍କ ପୂଜା କରିବା ସମୟରେ ଓମ୍ ମହାଦେବାୟ ନମଃ ମନ୍ତ୍ର ଜପ କରନ୍ତୁ। ଏମିତି କଲେ ବ୍ୟକ୍ତିର ଜୀବନରେ ବାଧାରୁ ମୁକ୍ତି ମିଳେ ଓ କ୍ୟାରିୟର ବା ଚାକିରିରେ ଉନ୍ନତିର ରାସ୍ତା ଖୋଲିଯାଏ ବୋଲି ବିଶ୍ୱାସ କରାଯାଏ। ଯଦି ଆପଣ ବିଧିବିଧାନ ସହିତ ଓ ପୁରା ଶ୍ରଦ୍ଧାରେ ପ୍ରତ୍ୟେକ ସୋମବାର ଏହି ଛୋଟ ଉପାୟ କରିବେ, ତ ଏହାଦ୍ୱାରା ବ୍ୟାପାର ଓ ଜରୁରୀ କାମରେ ସଫଳତାର ଯୋଗ ସୃଷ୍ଟି ହେବାର ସମ୍ଭାବନା ବଢ଼ିଯାଏ। ମହାଦେବଙ୍କୁ ପ୍ରସନ୍ନ କରିବାର ଉପାୟ। ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ହିନ୍ଦୁ ଧର୍ମରେ ବହୁତ ବଡ଼ ମହତ୍ତ୍ୱ ରଖିଥାଏ। ଏହି ମାସଟି ବିଶେଷ ରୂପେ ମହାଦେବଙ୍କୁ ସମର୍ପିତ ହୋଇଛି। ଆପଣ ଯଦି ଶ୍ରାବଣରେ ସବୁ ସୋମବାର ବ୍ରତ କରନ୍ତି ଓ ବିଧିବିଧାନ ସହିତ ମହାଦେବଙ୍କୁ ପୂଜା କରନ୍ତି, ଏହାଦ୍ୱାରା ମହାଦେବ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି। ତାଙ୍କର କୃପା ଭକ୍ତ ଉପରେ ସର୍ବଦା ରହିଥାଏ। ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ମଧ୍ୟ ଘରେ ଦୀପ ନିଶ୍ଚୟ ଜଳାଇବା ଉଚିତ। ଏମିତି କଲେ ବ୍ୟକ୍ତିକୁ ଦୁଃଖ କଷ୍ଟରୁ ମୁକ୍ତି ମିଳେ ଓ ଘରେ କୌଣସି ସମସ୍ୟା ରହେ ନାହିଁ। ବୈବାହିକ ଜୀବନରେ ସମସ୍ୟାର ମୁକ୍ତିର ଉପାୟ। ଯଦି ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ରହିଛି, ତ ଶ୍ରାବଣରେ କରନ୍ତୁ ଏହି ଛୋଟ ଉପାୟ। ଏଥିପାଇଁ ନିୟମିତ ରୂପେ ମାତା ପାର୍ବତୀ ଓ ମହାଦେବଙ୍କୁ ପୂଜା କରନ୍ତୁ। ଏହା ସହିତ ଜଳାଭିଷେକ ମଧ୍ୟ ନିଶ୍ଚୟ କରନ୍ତୁ। ଏମିତି କଲେ ବ୍ୟକ୍ତିକୁ ବୈବାହିକ ଜୀବନରେ ଆସୁଥିବା ସବୁ ସମସ୍ୟା ଦୂର ହେବ ଓ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବାକୁ ଲାଗିବ। ଏହି ଉପାୟ ଦ୍ୱାରା ମଧ୍ୟ ବିବାହ ହେବାରେ ଆସୁଥିବା ବାଧା ମଧ୍ୟ ଦୂର ହୋଇଯାଏ ବୋଲି ବିଶ୍ୱାସ ଅଛି। ହର ହର ମହାଦେବ।